1 ଜାନୁଆରୀ 2026 ଗୁରୁବାର ଦିନ ଏକ ମୁଠି ଲୁଣର କରିନିଅନ୍ତୁ ମହା ଉପାୟ। ଏହାକୁ କରିବା ଦ୍ୱାରା ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ତା ସହିତ ଆପଣଙ୍କର ଜୀବନ ଏତେ ମାତ୍ରାରେ ପରିବର୍ତ୍ତନ ହୋଇଯିବ ଯେ ଆପଣ ନିଜେ ମଧ୍ୟ କଳ୍ପନା କରିପାରିବେ ନାହିଁ ଏବଂ ହସ ଖୁସିରେ ପୂରି ଉଠିବ ଆପଣଙ୍କ ଘର ପରିବାର। ତା ସହିତ ଆପଣଙ୍କ ମନରେ ଯାହା ବି କିଛି ଅଧା ଅଧୁରା ମନସ୍କାମନା ଥିଲା ସେସବୁକୁ ମଧ୍ୟ ମା ଲକ୍ଷ୍ମୀ ଏବଂ ନାରାୟଣ ଖୁବ୍ ଶୀଘ୍ର ପୂରଣ କରିଦେବେ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଛନ୍ତି ଆମର ସନାତନ ଧର୍ମରେ ଗୁରୁବାରର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଯେହେତୁ ନୂତନ ବର୍ଷର ଆରମ୍ଭ ହିଁ ଗୁରୁବାର ଦିନ ଠାରୁ ହେଉଅଛି, ତେବେ ଏହା ଆପଣମାନଙ୍କ ନିମନ୍ତେ ସୁବର୍ଣ୍ଣ ସୁଯୋଗ ଅଟେ, ଯାହାକି ଆପଣମାନେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦକୁ ବର୍ଷ ଆରମ୍ଭରୁ ହିଁ ପ୍ରାପ୍ତ କରିପାରିବେ, ଯାହାକି ଜାନୁଆରୀ 1 ତାରିଖ ଗୁରୁବାର ଦିନ ପଡ଼ିବା ପାଇଁ ଯାଉଛି। ତେବେ ଗୁରୁବାର ଦିନଟି ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟର ବାର ହୋଇଥାଏ। ସେଥିପାଇଁ ଆପଣମାନେ ନିଶ୍ଚିତ ଏହି ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ଦର୍ଶକ ବନ୍ଧୁ, ଜାନୁଆରୀ 1 ଗୁରୁବାର ଦିନ ଅନେକ ପ୍ରକାରର ଶୁଭ ଯୋଗର ସଂଗଠନ ହେବାକୁ ଯାଉଛି, ଯାହାକି ଆପଣମାନଙ୍କ ନିମନ୍ତେ ସୁବର୍ଣ୍ଣ ସୁଯୋଗ ଅଟେ। ଯେଉଁ ବ୍ୟକ୍ତିମାନେ ଜାନୁଆରୀ 1 ଗୁରୁବାର ଦିନ ଲୁଣର ଏହି ଉପାୟଟିକୁ କରିଦେଉଛନ୍ତି, ତେବେ ସେମାନଙ୍କ ଭାଗ୍ୟରେ ଲାଭ ହିଁ ଲାଭ ଦେଖାଦେବ। ଦର୍ଶକ ବନ୍ଧୁ, ମୁଁ ଆପଣମାନଙ୍କୁ ଭିଡ଼ିଓର ଆଗରେ ବତାଇ ରଖିବି ଯେ ଲୁଣର କେଉଁ ଉପାୟକୁ କେଉଁ ସମୟରେ କରିବା ଦ୍ୱାରା ସେଥିରୁ ଆପଣଙ୍କୁ 100% ଲାଭଫଳ ମିଳିପାରିବ। ସେଥିପାଇଁ ଯେଉଁମାନେ ବି ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ଆପଣମାନେ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଯଦି ଆପଣମାନେ ଭିଡ଼ିଓଟିକୁ ସ୍କିପ୍ କରିଦେବେ, ତେବେ ଆପଣଙ୍କ ଜୀବନର ଉନ୍ନତି ନିମନ୍ତେ କିଛି ଗୁରୁତ୍ୱପୂର୍ଣ୍ଣ କଥାକୁ ହରାଇଦେବେ ଏବଂ ଯାହାଦ୍ୱାରା ସେହି ଉପାୟ ଗୁଡ଼ିକୁ ଆପଣମାନେ ବୁଝିପାରିବେ ନାହିଁ। ଏହା ପୂର୍ବରୁ ଯଦି ଆପଣମାନେ ଏପର୍ଯ୍ୟନ୍ତ ଭିଡ଼ିଓଟିକୁ ଲାଇକ୍ କରିନାହାନ୍ତି, ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ମା ଲକ୍ଷ୍ମୀ, ଜୟ ଜଗନ୍ନାଥ ଅବଶ୍ୟ ଲେଖିଦିଅନ୍ତୁ ଏବଂ ଚ୍ୟାନେଲଟିରେ ନୂଆ ଥିଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ବହୁତ ବଡ଼ ବଡ଼ ପୂଜାପାଠକୁ କରିନେବା ପରେ ବି ଆପଣଙ୍କ ଜୀବନକୁ ଧନ ଆସୁନାହିଁ କିମ୍ବା ଆପଣଙ୍କର ପରିବାରର ଉନ୍ନତି ହେଉନାହିଁ, ତେବେ ଜାନୁଆରୀ 1 ତାରିଖ ଗୁରୁବାର ଦିନ ବର୍ଷ ଆରମ୍ଭରୁ ଆପଣମାନେ କେବଳ ଲୁଣର ଏହି ମହା ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖନ୍ତୁ। ଏହି ସରଳ ଉପାୟଟିକୁ କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ଏବଂ ଆପଣଙ୍କ ପରିବାର ଉପରେ ସଦାସର୍ବଦା ରହିବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ଖୁବ୍ ଶୀଘ୍ର ପୂରଣ ହୋଇଯିବ। ଦେଖନ୍ତୁ, ଆଜିର ସମୟରେ ଯେଉଁମାନଙ୍କ ନିକଟକୁ ଧନ ଆସିପାରିଛି କିମ୍ବା ସେମାନେ ଧନବାନ ହୋଇପାରିଛନ୍ତି, ତେବେ ସେମାନେ ମଧ୍ୟ ଏହିସବୁ ଉପାୟକୁ କରିନେବା ଦ୍ୱାରା ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦରୁ ସେମାନଙ୍କ ଘର ମଧ୍ୟ ଧନଧାନ୍ୟରେ ପୂରଣ ହୋଇପାରିଛି। ଦର୍ଶକ ବନ୍ଧୁ, ଆପଣଙ୍କ ଜୀବନରେ ଯେକୌଣସି ବି ସମସ୍ୟା ଚାଲିଥାଉ, ଯେମିତିକି ଧନଜନିତ ସମସ୍ୟା, ଋଣ କରଜ ଜନିତ ସମସ୍ୟା କିମ୍ବା ଆପଣଙ୍କୁ ନୂତନ ଚାକିରିଟିଏ ପ୍ରାପ୍ତ ହେଉନାହିଁ, ତେବେ ଏହି ଉପାୟଟି କରିନେବା ଦ୍ୱାରା ଆପଣଙ୍କୁ ସମସ୍ତ କ୍ଷେତ୍ରରେ ଶୁଭଫଳ ଦେଖିବା ପାଇଁ ମିଳିବ। ତା ସହିତ 1 ମାସ ମଧ୍ୟରେ ଆପଣଙ୍କର ସମସ୍ତ ଋଣ କରଜ ଶୁଝିଯିବା ସହିତ ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। ଆଜ୍ଞା ହଁ ଦର୍ଶକ ବନ୍ଧୁ, ଆପଣଙ୍କର ସମସ୍ତ ସମସ୍ୟାରୁ ଦୂର କରିବା ପାଇଁ କେବଳ ଲୁଣ ହିଁ ସାହାଯ୍ୟ କରିପାରିବ। ମୁଁ ଆପଣମାନଙ୍କୁ ଯେଉଁ ଉପାୟ ବତାଉଛି, ଆପଣମାନେ ଏହାକୁ ପରୀକ୍ଷା କରିବା ପରେ ହିଁ ଆପଣଙ୍କୁ ଏହାର ଚମତ୍କାର ଦେଖିବା ପାଇଁ ମିଳିବ। ଦର୍ଶକ ବନ୍ଧୁ, ଚଳିତ ବର୍ଷ 2026ର ଆରମ୍ଭ ଜାନୁଆରୀ 1 ତାରିଖ ଗୁରୁବାର ଦିନଠାରୁ ହେଉଥିବା କାରଣରୁ ଆପଣମାନେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କର ବିଶେଷ ଆଶୀର୍ବାଦକୁ ପ୍ରାପ୍ତ କରିପାରିବେ। ଦର୍ଶକ ବନ୍ଧୁ, ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ବ୍ୟକ୍ତିଙ୍କ ଉପରେ ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦ ରହିଯାଇଥାଏ, ସେହି ବ୍ୟକ୍ତି ତା ଜୀବନରେ ବହୁତ ଉନ୍ନତି କରିବା ସହିତ ତାର ପରିବାରକୁ ସୁଖ ଶାନ୍ତିରେ ରଖିପାରିଥାଏ। ଦର୍ଶକ ବନ୍ଧୁ, ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ କଠିନ ପରିଶ୍ରମ କରିନେବା ପରେ ବି ସେମାନଙ୍କୁ ତାଙ୍କ ପରିଶ୍ରମର ମୂଲ୍ୟ ମିଳିପାରୁନାହିଁ।
ସେଥିପାଇଁ ସେମାନେ ତାଙ୍କ ନିଜ ଭାଗ୍ୟକୁ ହିଁ ଦୋଷ ଦେଇଥାନ୍ତି। ଯେଉଁମାନେ ବି ଏପରି ସମସ୍ୟା ଦେଇ ଗତି କରୁଛନ୍ତି, ତେବେ ଆପଣମାନେ ପବିତ୍ର ଜାନୁଆରୀ 1 ତାରିଖ ଗୁରୁବାର ଦିନ ଆପଣଙ୍କ ଘରର ଏହି ଜାଗାରେ ଏକ ମୁଠି ଲୁଣକୁ ଫିଙ୍ଗି ଦିଅନ୍ତୁ। ଆପଣମାନେ ଜାଣିଛନ୍ତି ଆପଣଙ୍କ ଘରର ମହିଳାମାନଙ୍କୁ ଆମର ସନାତନ ଧର୍ମରେ ମା ଲକ୍ଷ୍ମୀଙ୍କର ସ୍ୱରୂପ ଭାବରେ ବିବେଚନା କରାଯାଇଛି। ସେଥିପାଇଁ ଯଦି ଆପଣମାନେ ଆପଣଙ୍କ ଘରର ଉନ୍ନତି କରାଇବା ପାଇଁ ଚାହୁଁଛନ୍ତି, ତେବେ ଏହି ଭିଡ଼ିଓଟିକୁ ଥରେ ମାତ୍ର ଦେଖି ସାରିବା ପରେ ନିଶ୍ଚିତ ପରୀକ୍ଷା କରି ଦେଖିବେ। ଯଦି ପୁରୁଷମାନେ ଏହି ଭିଡ଼ିଓଟିକୁ ଦେଖୁଛନ୍ତି, ତେବେ ଏହି ଭିଡ଼ିଓଟି ଦେଖି ସାରିବା ପରେ ଆପଣଙ୍କ ଘରର ମହିଳାମାନଙ୍କୁ ବତାଇ ପାରିବେ। କାହିଁକି ନା ଏହି ଉପାୟଟି କରିବା ପାଇଁ ଆପଣଙ୍କର ଟଙ୍କାଟେ ମଧ୍ୟ ଖର୍ଚ୍ଚ ହେବ ନାହିଁ, ବରଂ ଏହି ଉପାୟଟି କରିଦେବା ଦ୍ୱାରା ଆପଣଙ୍କ ଜୀବନକୁ ଧନ ଆସିବାର ମାର୍ଗ ଖୋଲିଯିବ। କିନ୍ତୁ ଯଦି ଆପଣମାନେ ସଠିକ ବିଧିବିଧାନ ସହିତ ଏହି ଉପାୟଟିକୁ କରିନେଉଛନ୍ତି, ତେବେ ଆପଣଙ୍କ ଜୀବନକୁ ଧନ ଆସିବା ସହିତ ଆପଣଙ୍କ ପରିବାରର ମଧ୍ୟ ଉନ୍ନତି ହେବ। ତା ସହିତ ଆପଣଙ୍କ ମନରେ ଯାହା ବି କିଛି ମନସ୍କାମନା ରହିଥିଲା, ସେସବୁ ମଧ୍ୟ ପୂରଣ ହୋଇଯିବ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଚାହିଁବେ, ତେବେ ଆପଣଙ୍କ ଘରର ଉନ୍ନତିକୁ ନିଜେ ହିଁ କରିପାରିବେ। ସେଥିପାଇଁ କେବଳ ବିଶେଷ ଦିନମାନଙ୍କରେ ବିଶେଷ ଉପାୟକୁ କରିନେବା ଦ୍ୱାରା ଆପଣଙ୍କ ପରିବାରର ହିଁ ଉନ୍ନତି ହୋଇଥାଏ। ଯେଉଁମାନଙ୍କ ଘରେ ପୂର୍ବରୁ ନକାରାତ୍ମକ ଶକ୍ତି ଭରି ହୋଇ ରହିଥାଏ, ସେମାନେ ଏହି ଉପାୟଟିକୁ କରିନେବା ପରେ ସେମାନଙ୍କ ଜୀବନକୁ ସକାରାତ୍ମକ ଶକ୍ତିର ଆଗମନ ହେବା ସହିତ ସେମାନଙ୍କ ଘରେ ମା ଲକ୍ଷ୍ମୀଙ୍କର ସ୍ଥିରବାସ ହୋଇଥାଏ। ଦର୍ଶକ ବନ୍ଧୁ, ଆମର ସନାତନ ଧର୍ମରେ ଲୁଣର ବହୁତ ଅଧିକ ମହତ୍ତ୍ୱ ରହିଥାଏ। ଏହା ଆମ ଖାଦ୍ୟକୁ ସୁସ୍ୱାଦୁ କରିବା ସହିତ ଆପଣମାନେ ଜାଣିଛନ୍ତି ଲୁଣକୁ ସମୁଦ୍ରର ଅଂଶ ବୋଲି ମାନାଯାଇଥାଏ ଏବଂ ମା ଲକ୍ଷ୍ମୀ ମଧ୍ୟ ସମୁଦ୍ର ଦେବତାଙ୍କର କନ୍ୟା ଅଟନ୍ତି। ତ ଏହା ସିଧାସଳଖ ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହିତ ହୋଇଥାଏ। ଆପଣମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସାମାନ୍ୟ ଦେଖାଯାଉଥିବା ଲୁଣଟି ଆପଣଙ୍କ ଜୀବନରୁ ଦୁଃଖ ଦାରିଦ୍ର୍ୟତାକୁ ଦୂର କରିବାର କ୍ଷମତା ରଖିଥାଏ। ଯଦି ଆପଣମାନେ ଲୁଣର ସଠିକ ଉପଯୋଗ କରିନେଉଛନ୍ତି, ତେବେ ଆପଣଙ୍କର ଭାଗ୍ୟ ରାତାରାତି ପରିବର୍ତ୍ତନ ହୋଇଯିବ। ଯଦି ଆପଣମାନେ ବି ମା ଲକ୍ଷ୍ମୀ ଏବଂ ନାରାୟଣଙ୍କ ଆଶୀର୍ବାଦକୁ ଏକା ସାଥିରେ ପାଇବା ପାଇଁ ଚାହୁଁଛନ୍ତି, କିମ୍ବା ଆପଣଙ୍କ ଜୀବନର ସମସ୍ତ ଋଣ କରଜକୁ ଦୂର କରିବା ପାଇଁ ଚାହୁଁଛନ୍ତି, କିମ୍ବା ଆପଣଙ୍କ ଜୀବନର ଦୁଃଖ ଦାରିଦ୍ର୍ୟତାକୁ ଦୂର କରିବା ପାଇଁ ଚାହୁଁଛନ୍ତି, ତେବେ ପବିତ୍ର ବର୍ଷ ଆରମ୍ଭ ଅର୍ଥାତ୍ ଜାନୁଆରୀ 1 ତାରିଖ ଗୁରୁବାର ଦିନ ଲୁଣର ଏହି ମହା ଉପାୟଟିକୁ ଥରେ ମାତ୍ର ପରୀକ୍ଷା କରି ଦେଖିବେ। ଅନେକ ଲୋକମାନେ ଏମିତି ବି ଆଶା ରଖିଥାନ୍ତି ସେମାନଙ୍କ ଘରେ ଧନର ଅଭାବ କେବେ ହେଲେ ବି ନ ହେଉ, ମା ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ସେମାନଙ୍କ ଘରକୁ ସଦାସର୍ବଦା ଧନର ଆଗମନ ହେଉ। ଦେଖନ୍ତୁ, ଧନର ଅର୍ଜନ ପାଇଁ ଆପଣଙ୍କୁ ପରିଶ୍ରମ ତ କରିବା ପାଇଁ ପଡ଼ିବ। ବିନା ପରିଶ୍ରମରେ କର୍ମର ମୂଲ୍ୟ ମିଳିପାରିବ ନାହିଁ। କିନ୍ତୁ ତା ସହିତ ଯଦି ଆପଣମାନେ ବିଶେଷ ଦିନମାନଙ୍କରେ ବିଶେଷ ଉପାୟକୁ କରିନେଉଛନ୍ତି, ତେବେ ସେଥିରୁ ଆପଣଙ୍କୁ 100% ଶୁଭଫଳ ଦେଖିବା ପାଇଁ ମିଳିବ। ତେବେ ପ୍ରଥମ ଉପାୟଟି ହେଉଛି, ଯଦି ଆପଣମାନେ ଏହି ଉପାୟଟିକୁ କରିବେ, ତେବେ ଆପଣଙ୍କ ଘରେ କୌଣସି ବି ନକାରାତ୍ମକ ଶକ୍ତି ବାସ କରିପାରିବ ନାହିଁ। ଯଦି ପରିବାରର ସଦସ୍ୟମାନଙ୍କ ମଧ୍ୟରେ ମନ ମତାନ୍ତର କଳି ଝଗଡ଼ା ଲାଗି ରହିଥିଲା, ତେବେ ସେସବୁ ମଧ୍ୟ ଆଗାମୀ ସମୟରେ ଖୁବ୍ ଶୀଘ୍ର ଦୂର ହୋଇଯିବ। ଦର୍ଶକ ବନ୍ଧୁ, ଯେହେତୁ ଚଳିତ ବର୍ଷର ଜାନୁଆରୀ 1 ତାରିଖ ଅର୍ଥାତ୍ ନବବର୍ଷର ଆରମ୍ଭ ଗୁରୁବାର ଦିନଠାରୁ ହେଉଅଛି, ତେବେ ଆପଣମାନେ ଗୁରୁବାର ପୂର୍ବ ଦିନ ଅର୍ଥାତ୍ 31 ଡିସେମ୍ବର 2025ର ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ସ୍ନାନ ଆଦି କାର୍ଯ୍ୟ ସମାପନ କରିବା ପରେ ଆପଣଙ୍କ ଘରର ପୋଛା ଲଗାଇବେ ଏବଂ ସେହି ପୋଛା ଜଳରେ ଆପଣମାନେ କିଛି ଲୁଣକୁ ପକାଇ ଦେବେ। ଏହାପରେ ସେହି ଲୁଣ ପାଣିକୁ ଆପଣଙ୍କ ଘରର ଚତୁଃପାର୍ଶ୍ୱରେ ପୋଛା ଲଗାଇବେ। ଯଦି ଆପଣମାନେ 31 ଡିସେମ୍ବର 2025ର ବ୍ରହ୍ମ ମୁହୂର୍ତ୍ତରୁ ଏପରି କାର୍ଯ୍ୟ କରିନେଉଛନ୍ତି, ତେବେ ଜାନୁଆରୀ 1 ତାରିଖ ଦିନ ଆପଣଙ୍କ ଘରୁ ଯାହା ବି କିଛି ନକାରାତ୍ମକ ଶକ୍ତି ଭରି ହୋଇ ରହିଥିବ, ସେସବୁ ତୁରନ୍ତ ହିଁ ଦୂର ହୋଇଯିବ। ତା ସହିତ ସକାରାତ୍ମକ ଶକ୍ତିର ଆପଣଙ୍କ ଘରକୁ ଆଗମନ ହେବ।
दर्शक बंधु केवल गुरुवार को छाड़देले जदि आपण मैंने प्रत्येक दिन यह उपायटी को करुछंती तेबे सेथिरु आपणको निश्चित शुभाशुभ फल देखिबा मिलिब। ता सहित आपणक परिवार रे जहाँ भी किछि मन मतांतर कଳି झगड़ा लगी रही से सब मध्य खूब शीघ्र दूर होइजिब। दर्शक बंधु जदि आपण माने कौनसी क्षेत्र रे हाथ देबा मात्रे सेथिरु आपणको असफलतार सामना करिबा पई पडुछि किंबा आपणको चाकरीटीए प्राप्त हेउनाही नचेत आपणक व्यापार वाणिज्य क्षेत्र रे लाभ करि पारु नाहंती तेबे आपण माने जनवरी 1 तारिख गुरुवार दिन लुणर एई खास उपायटी को थरे मात्र करि नियंतु। तो सेथिपाई आपण माने जनवरी 1 तारिख गुरुवार दिन गोटे धला कपड़ा को आणंतो एवं संध्या समय रे आपणक ठाकुर घरे सेई धला कपड़ाटी को बिछाई दियंतो। एहा परे सेई धला कपड़ा रे एक मुठी लुण को रखी ता उपरे गोटे 1 टंकिया मुद्रा को रखी देई ताहार गोटे पुटुली को प्रस्तुत करंतो। एही पुटुलीटी को नहीं आपणकर व्यापार वाणिज्य किंबा धन रखुथिबा स्थान रे रखी दियंतो। एपरी करिबा द्वारा आपणक जीवन रे उन्नति आसीबा सहित आपणक व्यापार वाणिज्य बहुत भल चलिबो। दर्शक बंधु आपण माने केवल एतिकी करिनेबा द्वारा राताराती आपणकर भाग्य परिवर्तन होइजिब। ता सहित जो माने नूतन चाकरीर संधान रे थिले तेबे सेमानंको मध्य तांक मन मुताबक चाकरीटीए प्राप्त होइजिब। तेबे जो माने भी एही वीडियोटी को देखुचंती आपण माने पवित्र जनवरी 1 तारिख गुरुवार दिन एही उपायटी को परीक्षा करी देखंतो काहेकि ना एही उपायटी करिबा द्वारा आपणकर टंकाटे मध्य खर्च हेबो नाही बरं एही उपायटी को करिनेबा द्वारा आपणक जीवन को धन आसीबार मार्ग खोली जिवो। आज्ञा हाँ दर्शक बंधु जदि आपण माने एही उपायटी करिबा द्वारा माँ लक्ष्मी एवं नारायण प्रसन्न होई जांती तेबे आपणकर समस्त मनस्कामनाटी को खूब शीघ्र पूर्ण करिदेबे। दर्शक बंधु एबे आसंतु जानि नेबा एक मुठी लुणर सठिक प्रयोग करिबा द्वारा आपणक जीवन रे किभली भाबरे उन्नति आसीबो। जदि कौनसी जगार आपणकर पैसा फसी जाइथिला किंबा जेते टंका रोजगार करिले मध्य आपणक पाखरे संचय हेउनथिला तेबे ए उपायटी करिनेबा द्वारा आपणकर फसी रहिथिबा पैसा आपणक पाखको आसीबा सहित आपणकर पैसा संचय हेबा आरंभ होइजिबो। तो सेथिपाई आपण माने गोटिए काच पात्र को नहीं आसीबे एवं सेही काच पात्र रे एक मुठी लुण को भरी देई सेही काच पात्रटी को नहीं आपणकर बाथरूम रे रखी देबे। किंतु गोटिए कथार ध्यान रखिबे बाथरूम रे जेउ समय रे सेही काच पात्रटी को रखिबे तेबे सेही समयटी संध्या समय होइथिबा दरकार कहीं ना संध्या समय रे अनेक प्रकारर नकारात्मक शक्ति बाहरे विचरण करुथांती। जदि आपण माने एही उपायटी करि देउछंती तेबे आपणक घर को कौनसी नकारात्मक शक्ति प्रवेश करि परिबो नाही। आज्ञा हाँ दर्शक बंधु कहीं ना गुरुवार दिन संध्या समय रे समस्त सकारात्मक शक्ति एवं देवादेवी माने आपणक घरर चतुर्पार्श्व रे विचरण करुथांती। जदि आपण माने लुणर सठिक प्रयोग को करि नेउछंती तेबे आपणक घर को देवादेवींकर आगमन होइथाए एवं आपणक घरो समस्त नकारात्मक शक्ति खूब शीघ्र दूर होई जाइथाए। दर्शक बंधु एक मुठी लुण को शुक्रदेवंकर कारक बोली माना जाइथाए कहीं ना जो व्यक्तिंकर शुक्र ग्रहटी मजबूत रही थाए सेही व्यक्ति आगामी समय रे धनवान होई परिथाए। सेथिपाई जदि आपण माने भी आपणकर शुक्र ग्रह को मजबूत करिबा पई चाहुचंती तेबे आपण माने जनवरी 1 तारिख गुरुवार दिन संध्या समय रे गोटे लाल कपड़ा को प्रस्तुत करिबे। तेबे आपण माने सेही लाल कपड़ाटी को नहीं आपणक ठाकुर घरे बिछाई देबे एवं एहा परे सेही कपड़ा उपरे एक मुठी लुण को रखी देई माँ लक्ष्मी निकट रे गोटे घियर दीप को प्रज्वलन करिबे एवं सेही दीपटी को प्रज्वलन करि सारिबा परे सेही लुणर गोटे पुटुली को प्रस्तुत करिबे एवं सेही पुटुलीटी को नहीं माँ लक्ष्मी पादरे छुआई देई आपणक शोइबा कक्ष रे रखिदेबे।
एपरि करिबा द्वारा आपणकर शुक्र ग्रह आपणको साथ देबा आरंभ करिदेब। जदि पूर्वर आपणको कौनसी कार्य सफलता मिली पारु नथिला तेबे एही कार्यटिकु करिनेबा परे समस्त क्षेत्र रे शुभ फल देखिबा पई मिलिबो। दर्शक बंधु मु आपण माननको लुणर गोटिए रामबाण उपाय कहि रखुची जहाकु करिबा द्वारा आपणक उपरे माँ लक्ष्मी एवं नारायणक आशीर्वाद सदा सर्वदा रहिबो। तो सेथिपई आपण माने जानुआरी 1 तारिख गुरुवार संध्या समय रे 1 मुठी लुण को नहीं जिबे एवं सेही लुणटी को नहीं आपणक मुख्य द्वार सामना रे छिड़ा होई जिबे एवं आपणकर मुह रहिबो आपणक घरर बाहर को। दर्शक बंधु आपणक मुख्य द्वार रे छिड़ा होई आपणक मन रे जहाँ भी किछि अधा अधूरा मनस्कामना रहिथिबो ताहाको जणाई देई सेही 1 मुठी लुण को आपणक घरर बाहर को फिंगी देबे। एपरि करिबा द्वारा आपणक घर समस्त नकारात्मक शक्ति दूर हेबा सहित माँ लक्ष्मीकर आशीर्वाद आपणक उपरे सदा सर्वदा रहिबो। एवं आपण माने सेही लुणटी को फिंगिबा पूर्वर माँ लक्ष्मी को जणाइबे जे माँ लक्ष्मी आपण मो घरे स्थिर भाव बास करंतो एवं मोर धनजनित समस्या को खूब शीघ्र दूर कर दियंतो। केवल एतिकी जणाइबा द्वारा आपणक जीवन रे बहुत बड़ परिवर्तन आसीबो। एही उपायटी करिनेबा द्वारा आपणक भाग्य रे बहुत बड़ परिवर्तन आसीबो। काहींके ना जेहेतु वर्षर आरंभ माँ लक्ष्मीकर प्रिय बाररो अर्थात गुरुवार दिन हेबा पई जाउची तेबे एहा आपण मानक निमंते सुवर्ण सुजोग अटे। तेबे दर्शक बंधु यह थिला लुणर किछिटा विशेष उपाय जहाकु आपण माने 1 जानुआरी 2026 गुरुवार दिन करिनेबा द्वारा आपणक जीवनर समस्त समस्या दूर हेबा सहित आपणक जीवन को धन आसीबार मार्ग खोली जिवो। दर्शक बंधु जदि आपण माननको एही वीडियोटी भल लागि थाए वीडियोटी को लाइक करी कमेंट बॉक्स रे जय माँ लक्ष्मी जय जगन्नाथ अवश्य लिखि दियंतो।